जय जगन्नाथ राधे श्रीकृष्ण। अक्षय तृतीया दिन अश्वस्थ वृक्ष तले तीनोटी भोग अर्पण करंतु। आपणक जीवन रे जेते मध्य समस्या दुख कष्ट धनर अभाव किंबा देहरे बा शरीर रे रोग कष्ट थिब सबु किछि दुख कष्ट अंत घटिब। सर्वस्व माँ लक्ष्मीकर आशीर्वाद केवल आपणक ऊपर ही रही पारिब। ସେଥିପାଇଁ ମନେ ରଖନ୍ତୁ, ନିଜର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛନ୍ତି ତାହେଲେ ଅଶ୍ୱସ୍ଥ ବୃକ୍ଷ ତଳେ ଏହି ତିନୋଟି ଭୋଗ ନିହାତି ଭାବରେ ଅର୍ପଣ କରିଦିଅନ୍ତୁ। ଚାହୁଁଥିବା ପ୍ରତ୍ୟେକ ଜିନିଷ ଆପଣଙ୍କୁ ପ୍ରାପ୍ତ ହେବ। ପ୍ରତ୍ୟେକ ମନସ୍କାମନା ମଧ୍ୟ ପୂରଣ ହୋଇଯିବ। ଅକ୍ଷୟ ତୃତୀୟା ଦିନ ଆପଣମାନେ ହାତଛଡ଼ା କେବେ ବି କରନ୍ତୁ ନାହିଁ। ଆପଣଙ୍କର ଜୀବନର ସମ୍ପୂର୍ଣ୍ଣ ଭାବରେ ଭାଗ୍ୟକୁ ବଦଳାଇବାକୁ ଚାହୁଁଥିଲେ ଏହି ଅକ୍ଷୟ ତୃତୀୟା ଦିନ ନିହାତି ଭାବରେ ତିନୋଟି ଭୋଗ ଅଶ୍ୱସ୍ଥ ବୃକ୍ଷ ତଳେ ଅର୍ପଣ କରିଦିଅନ୍ତୁ। ଚାଲନ୍ତୁ ଜାଣିବା, ଶାସ୍ତ୍ରରେ ଉଲ୍ଲେଖିତ ରହିଛି ଏହି ଅଶ୍ୱସ୍ଥ ବୃକ୍ଷ ତଳେ ଅକ୍ଷୟ ତୃତୀୟା ଦିନ ଯେକୌଣସି ମହିଳା ଯଦି ଏହି ଭୋଗକୁ ଅର୍ପଣ କରନ୍ତି ତାଙ୍କର ଆସିବାକୁ ଯାଉଥିବ ବଡ଼ରୁ ବଡ଼ ବିପଦ ଅନ୍ତ ହେବ। ସାଙ୍ଗେ ସାଙ୍ଗେ ମା ଲକ୍ଷ୍ମୀ ମଧ୍ୟ ଆଶୀର୍ବାଦ ପରିପୂର୍ଣ୍ଣ କରିଦେବେ। ତାଙ୍କ ଘରେ ଧନ ସମ୍ପତ୍ତି ମୋତି ମାଣିକ ସମ୍ପୂର୍ଣ୍ଣ ଭାବରେ ପରିପୂର୍ଣ୍ଣ ରହିଯିବ। ତାହେଲେ ଚାଲନ୍ତୁ ଜାଣିବା ଶାସ୍ତ୍ରୟ ପ୍ରକୃତ ସତ୍ୟ ବଚନ ସହିତ। ଶାସ୍ତ୍ରରେ ଉଲ୍ଲେଖିତ ରହିଛି ଏହି ଅକ୍ଷୟ ତୃତୀୟା ପ୍ରତ୍ୟେକ ନାରୀଙ୍କର ପ୍ରତ୍ୟେକ ପୁରୁଷଙ୍କର ମଧ୍ୟ ଭାଗ୍ୟ ବଦଳିଥାଏ। ଅକ୍ଷୟ ତୃତୀୟା ମାଙ୍କର ଆଶୀର୍ବାଦ ପରିପୂର୍ଣ୍ଣ ଥାଏ। କୁହାଯାଇଛି ବା ଶାସ୍ତ୍ରରେ ଉଲ୍ଲେଖିତ ରହିଛି ଅକ୍ଷୟ ତୃତୀୟା ଦିନ ମା ଅନ୍ନପୂର୍ଣ୍ଣା ଜନ୍ମ ହୋଇଥିଲେ ବା ଏହି ପୃଥିବୀ ପୃଷ୍ଠରେ ଆବିର୍ଭାବ ହୋଇଥିଲେ। ଏହି ଅକ୍ଷୟ ତୃତୀୟା ଦିନ ପରଶୁରାମର ମଧ୍ୟ ଆବିର୍ଭାବ ହୋଇଥିଲେ। ଅକ୍ଷୟ ତୃତୀୟା ଯେକୌଣସି ମହିଳା ଯଦି ମା ଲକ୍ଷ୍ମୀଙ୍କର ନାମକୁ ସ୍ମରଣ କରିବେ ବା ନାମକୁ ଜପ କରିବେ, ଭୋଗ ଅର୍ପଣ କରିବେ, ତାହେଲେ ତାଙ୍କ ଘରେ ଧନ ସମ୍ପତ୍ତି ପରିପୂର୍ଣ୍ଣ ରହିବ। ଯେକୌଣସି ମହିଳା ବା ପୁରୁଷ ଯଦି ଭିକ୍ଷକ ଲୋକକୁ ଯେକୌଣସି ଦାନ ଧର୍ମ କରିବେ, ବସ୍ତ୍ର, କୌଣସି ଅଳଙ୍କାର ନହେଲେ ଖାଦ୍ୟ ଯାହାବି କିଛି ଦାନ ଧର୍ମ କରିବା ଦ୍ୱାରା ଦେହରେ ରହିଥିବା ଯେକୌଣସି ରୋଗ ସମ୍ପୂର୍ଣ୍ଣ ଭାବରେ ଅନ୍ତ ଘଟିବ। ଦ୍ୱିତୀୟଟି ମା ଅନ୍ନପୂର୍ଣ୍ଣା ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଘରେ ଧନ ସମ୍ପତ୍ତି ପରିପୂର୍ଣ୍ଣ ରହିବ। ସବୁ କିଛି ଦୁଃଖ କଷ୍ଟ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯିବ। ସେଥିପାଇଁ ଶାସ୍ତ୍ର ତଥ୍ୟକୁ ଆପଣମାନେ ନିହାତି ଭାବରେ ମନେ ରଖନ୍ତୁ। ଆପଣଙ୍କର ଭାଗ୍ୟ, ଆପଣଙ୍କର ସ୍ୱପ୍ନ ଇଚ୍ଛାକୁ ଯଦି ପୂରଣ କରିବାକୁ ଚାହୁଁଛନ୍ତି ତାହେଲେ ମନ ଧ୍ୟାନ ଦେଇ ଶୁଣନ୍ତୁ। ଯେକୌଣସି ବି ଦେବୀ ଦେବତାଙ୍କୁ ପୂଜା ଆରାଧନା କରିଲେ, ଯେକୌଣସି ପୁଣ୍ୟ ଅର୍ଜନ କରିଲେ ଯେମିତି ଆପଣଙ୍କୁ ହିଁ ପ୍ରାପ୍ତ ହେବ, ଠିକ୍ ସେମିତି ଅଶ୍ୱସ୍ଥ ବୃକ୍ଷ ମଧ୍ୟ ଏକ ପୂଜନୀୟ ଭାବରେ ସ୍ୱୀକୃତ ହୋଇଛି। ସେଥିପାଇଁ ପ୍ରତ୍ୟେକ ମହିଳାମାନେ ପୁରୁଷମାନେ ଅଶ୍ୱସ୍ଥ ବୃକ୍ଷକୁ ପ୍ରଣାମ କରିବା ଉଚିତ। ଅଶ୍ୱସ୍ଥ ବୃକ୍ଷକୁ ଅକ୍ଷୟ ତୃତୀୟା ଦିନ ଯେକୌଣସି ମହିଳା ବା ପୁରୁଷ ଯଦି ଏହି ବୃକ୍ଷ ତଳେ ପୂଜା ଆରାଧନା କରନ୍ତି, ଭୋଗ ଅର୍ପଣ କରନ୍ତି, ତାଙ୍କ ସମ୍ପୂର୍ଣ୍ଣ ଭାବରେ ମନର ଦୁଃଖ ବୋଝକୁ ହାଲୁକା ହେବା ସଙ୍ଗେ ସଙ୍ଗେ ମନସ୍କାମନା ମଧ୍ୟ ସାକାର ହୋଇଯିବ। ସେଥିପାଇଁ ଚାଲନ୍ତୁ ଜାଣିବା, ଶାସ୍ତ୍ରରେ ଉଲ୍ଲେଖିତ ରହିଛି ଏକ ଅଶ୍ୱସ୍ଥ ବୃକ୍ଷରେ କେବଳ ଗୋଟିଏ ଦେବୀ ଦେବତା ନୁହେଁ ବରଂ 33 କୋଟି ଦେବୀ ଦେବତା ବାସ କରନ୍ତି। ଭଗବାନ ମୂର୍ତ୍ତି ଫଟୋକୁ ପୂଜା ଆରାଧନା କରିଲେ ଯେତିକି ପୁଣ୍ୟ ପ୍ରାପ୍ତ ହୋଇଥାଏ, ଅଶ୍ୱସ୍ଥ ବୃକ୍ଷକୁ ପୂଜା ଆରାଧନା କରିଲେ ଠିକ୍ ସେତିକି ପୁଣ୍ୟ ପ୍ରାପ୍ତ ହୋଇଥାଏ। ଭଗବାନଙ୍କୁ ପୂଜା ଆରାଧନା କରିଲେ କର୍ମଫଳ ଅନୁଷ୍ଠାନରେ ଆପଣମାନଙ୍କୁ ପୁଣ୍ୟ ପ୍ରାପ୍ତ ହେବ। କିନ୍ତୁ ଶାସ୍ତ୍ରରେ ଉଲ୍ଲେଖିତ ରହିଛି ଅଶ୍ୱସ୍ଥ ବୃକ୍ଷକୁ ପୂଜା ଆରାଧନା କରିଲେ କର୍ମଫଳ ଦେଖିନଥାଏ ବରଂ ଯେକୌଣସି ପୁଣ୍ୟ ବରଦାନ ସର୍ବପ୍ରଥମେ ପ୍ରାପ୍ତ ହୋଇଥାଏ। ସେଥିପାଇଁ ତ ଶାସ୍ତ୍ର କହେ ଯେକୌଣସି ପର୍ବପର୍ବାଣୀରେ ଭଗବାନ ମୂର୍ତ୍ତି ଫଟୋକୁ ପୂଜା ଆରାଧନା କରିବା ସଙ୍ଗେ ସଙ୍ଗେ ଅଶ୍ୱସ୍ଥ ବୃକ୍ଷକୁ ମଧ୍ୟ ପୂଜା ଆରାଧନା କରିବା ଅତ୍ୟଧିକ ଶୁଭ ହୋଇଥାଏ। ସବୁକିଛି ସମସ୍ୟାକୁ ଦୁଃଖ କଷ୍ଟକୁ
ଅନ୍ତ କରିବାର ଶକ୍ତି କେବଳ ଅଶ୍ୱସ୍ଥ ବୃକ୍ଷରେ ରହିଛି। ଏହି ଅଶ୍ୱସ୍ଥ ବୃକ୍ଷକୁ ଆପଣମାନେ କେବେ ବି ଅଣଦେଖା କରନ୍ତୁ ନାହିଁ। ଅଶ୍ୱସ୍ଥ ବୃକ୍ଷରେ 33 କୋଟି ଦେବୀ ଦେବତା ବାସ କରନ୍ତି। ଯେକୌଣସି ବି ମନସ୍କାମନା ରଖିଥିବ ନିଶ୍ଚିତ ଭାବରେ ପୂରଣ ହେବ। ସେଥିପାଇଁ ଚାଲନ୍ତୁ ଜାଣିବା ଏହି ଅଶ୍ୱସ୍ଥ ବୃକ୍ଷକୁ ଆପଣ କିପରି ଏହି 3ଟି ଭୋଗ ଅର୍ପଣ କରି ପୂଜା ଆରାଧନା କରିବେ। ଚାହୁଁଥିବା ପ୍ରତ୍ୟେକ ଜିନିଷ ଆପଣଙ୍କୁ ପ୍ରାପ୍ତ ହୋଇଯିବ। ମନେ ରଖନ୍ତୁ, ଯେଉଁଦିନ ଅକ୍ଷୟ ତୃତୀୟା, ସର୍ବପ୍ରଥମେ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ପ୍ରତ୍ୟେକ ସ୍ତ୍ରୀ ବା ସ୍ୱାମୀକୁ ପ୍ରତ୍ୟେକ ନିଦ୍ରାକୁ ତ୍ୟାଗ କରିବାକୁ ପଡ଼ିବ। ସେହି ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କର୍ମ ସାରିବାକୁ ପଡ଼ିବ। ନିଜ ଘରରେ ରହିଥିବା ଯେକୌଣସି କାର୍ଯ୍ୟ ସମାପ୍ତ ପରେ ଠାକୁର ପୂଜାକୁ ନିହାତି ଭାବରେ କରନ୍ତୁ। ଶାସ୍ତ୍ର କହେ ଯେକୌଣସି ବ୍ୟକ୍ତି ଯଦି ମନ୍ଦିରକୁ ଯାଉଛନ୍ତି ତା ପୂର୍ବରୁ ଘରେ ପୂଜା ଆରାଧନା କରନ୍ତୁ। ସର୍ବପ୍ରଥମେ ଘରରେ ପୂଜା ପାଉଥିବା ପ୍ରତ୍ୟେକ ଦେବୀ ଦେବତାଙ୍କ ମୂର୍ତ୍ତି ଫଟୋକୁ ପୂଜା ଆରାଧନା କରିସାରିଲା ପରେ ମନ୍ଦିରକୁ ଗଲା ପରେ ପ୍ରତ୍ୟେକ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସତ୍ୟ ଅଟେ। କିଛି ମହିଳା ବା ପୁରୁଷମାନେ ସର୍ବପ୍ରଥମେ ମନ୍ଦିରକୁ ପୂଜା କରନ୍ତି। କିନ୍ତୁ ମନେ ରଖନ୍ତୁ, ଗୋଟିଏ ବା 2 ଦିନ କିମ୍ବା 3 ଦିନ ଯଦି ଆପଣ ସର୍ବପ୍ରଥମେ ମନ୍ଦିରକୁ ପୂଜା କରନ୍ତି ତାପରେ ନିଜ ଘରେ ପୂଜା କରନ୍ତି ତାହେଲେ କୌଣସି ଅସୁବିଧା ହୋଇନଥାଏ। ଯଦି ଆପଣ ବାରମ୍ବାର ସର୍ବପ୍ରଥମେ ମନ୍ଦିରକୁ ପୂଜା କରିବେ ତାପରେ ନିଜ ଘରେ ଠାକୁର ଘରେ ପୂଜା କରିବେ ତାହେଲେ ଏହାର ପୁଣ୍ୟ ଫଳ କିଛିଟା ମାତ୍ରାରେ ଆପଣଙ୍କୁ ପ୍ରାପ୍ତ ହୋଇନଥାଏ। ଚେଷ୍ଟା କରନ୍ତୁ ନିଜ ଘରେ ସର୍ବପ୍ରଥମେ ପୂଜା ଆରାଧନା କରିବେ। ତା ପୂର୍ବରୁ ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରିବେ। ମା ବୃନ୍ଦାବତୀ ତୁଳସୀ ମାଙ୍କୁ ଜଳ ଅର୍ପଣ କରିବେ। ତାପରେ ନିଜ ଘର ଠାକୁର ଘରକୁ ପୂଜା ଆରାଧନା କରିସାରିଲା ପରେ ଆପଣ ମନ୍ଦିରକୁ ଗମନ କରନ୍ତୁ। ଯେକୌଣସି ମନ୍ଦିରକୁ, ସେ ଶିବ ପାର୍ବତୀ ହେଉ, ଭଗବାନ ହନୁମାନଙ୍କ ମନ୍ଦିର ହେଉ କିମ୍ବା ନାରାୟଣ ମନ୍ଦିର ହେଉ କି ଜଗନ୍ନାଥ ମନ୍ଦିର ହେଉ, ଯେକୌଣସି ମନ୍ଦିରକୁ ଆପଣ ଗମନ କରନ୍ତୁ। ଭଗବାନଙ୍କୁ ପୂଜା ଆରାଧନା କରନ୍ତୁ। କିନ୍ତୁ ମନେ ରଖନ୍ତୁ, ଅଶ୍ୱସ୍ଥ ବୃକ୍ଷକୁ ମଧ୍ୟ ସେଦିନ ବିଶେଷ କରି ପୂଜା ଆରାଧନା କରିବାକୁ ପଡ଼ିଥାଏ। ତାହେଲେ ସର୍ବପ୍ରଥମେ ମନେ ରଖନ୍ତୁ, ମନ୍ଦିରରେ ପୂଜା କାର୍ଯ୍ୟ ସରିସାରିଲା ପରେ ଆପଣ ଅଶ୍ୱସ୍ଥ ବୃକ୍ଷକୁ ପ୍ରଣାମ କରନ୍ତୁ। ଅଶ୍ୱସ୍ଥ ବୃକ୍ଷରେ ଆପଣ ଏହି 3ଟି ଭୋଗ ଅର୍ପଣ କରନ୍ତୁ। ମନେ ରଖନ୍ତୁ, ଯେକୌଣସି ବି ନାରୀ ମହିଳା ଯଦି ବା ଯେକୌଣସି ପୁରୁଷ ଯଦି ଅଶ୍ୱସ୍ଥ ବୃକ୍ଷ ତଳେ ଯେକୌଣସି ବି ମିଠା ଜାତୀୟ ଯେମିତି ଗୁଡ଼ ଆଉ ମୁଗକୁ ଏକତ୍ରିତ କରି ଅଶ୍ୱସ୍ଥ ବୃକ୍ଷ ତଳେ ଅର୍ପଣ କରନ୍ତି। ଏମିତି କରିବା ଦ୍ୱାରା ଘରେ ଯେକୌଣସି ବି ଦୁଃଖ କଷ୍ଟ ବା ସମସ୍ୟା ରହିଛି ସବୁକିଛି ଅନ୍ତ ଘଟିଥାଏ। ଶତ୍ରୁଙ୍କ ସାଥିରେ ବହୁତ ଭଲରେ ବନ୍ଧୁତା ମିଳନ ହୋଇଥାଏ। ଘରେ ଶାନ୍ତି ବଢ଼ିଥାଏ। ଧନ ସମ୍ପତ୍ତି ଉତ୍ପନ୍ନ ହୋଇଥାଏ। ଆଶା ଆଉ ସ୍ୱପ୍ନ କରୁଥିବା ପ୍ରତ୍ୟେକ ଜିନିଷ ସାକାର ହୋଇଥାଏ। ଏହା ସତ୍ୟ ଅଟେ। ସେଥିପାଇଁ ଏହି ତଥ୍ୟକୁ ମନେ ରଖନ୍ତୁ। ଏବେ ଜାଣିବା ଦ୍ୱିତୀୟ ହେଉଛି, ଆପଣ ଯଦି ଅଶ୍ୱସ୍ଥ ବୃକ୍ଷ ତଳେ ଯେକୌଣସି ବି ଫଳ ଯଦି ପୂଜା ଆରାଧନା କରନ୍ତି, ଅର୍ପଣ କରନ୍ତି, ତାହେଲେ ଯାଇ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଯେକୌଣସି ମହିଳା ବା ପୁରୁଷମାନେ ଯଦି ଅଶ୍ୱସ୍ଥ ବୃକ୍ଷ ତଳେ ଯେକୌଣସି ଫଳକୁ ପୂଜା ଆରାଧନା କରନ୍ତି, ଅର୍ପଣ କରନ୍ତି, ରୋଗ କଷ୍ଟ ଦୁଃଖ ରହିଛି ସବୁକିଛିକୁ ଅନ୍ତ କରିଥାଏ। ମନେ ରଖନ୍ତୁ, ଏହି ଅଶ୍ୱସ୍ଥ ବୃକ୍ଷ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ। ଏବେ ଜାଣିବା ତୃତୀୟ ଆପଣ ମନେ ରଖନ୍ତୁ, ତୃତୀୟ ଜିନିଷ ହେଉଛି, ଯେକୌଣସି ବ୍ୟକ୍ତି ଯଦି ଅଶ୍ୱସ୍ଥ ବୃକ୍ଷ ତଳେ ଅକ୍ଷୟ ତୃତୀୟା ଦିନ ଯେକୌଣସି ବି ମିଠା ଜାତୀୟ ଲଡୁକୁ ବା ମିଠାକୁ ଯଦି ଅଶ୍ୱସ୍ଥ ବୃକ୍ଷ ତଳେ ଅର୍ପଣ କରନ୍ତି, ପୂଜା ଆରାଧନା କରନ୍ତି, ତା ଦ୍ୱାରା ତାଙ୍କର ସର୍ବସ୍ୱ ମଙ୍ଗଳ ହେବା ସଙ୍ଗେ ସଙ୍ଗେ ବିପଦ ଅନ୍ତ ହୋଇଥାଏ। ଚାହୁଁଥିବା ପ୍ରତ୍ୟେକ ଅଶ୍ୱସ୍ଥ ବୃକ୍ଷ ତଳେ ପ୍ରତ୍ୟେକ ଦେବୀ ଦେବତା ବାସ କରିଥିବା କାରଣରୁ
ଆପଣ ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ପ୍ରତ୍ୟେକ ଦେବୀ ଦେବତା ସନ୍ତୁଷ୍ଟ। ଅକ୍ଷୟ ତୃତୀୟା ଦିନ ଆପଣମାନେ ଯେକୌଣସି ବି କୀଟ ପତଙ୍ଗକୁ ଆପଣ ଯଦି ଯେକୌଣସି ଆହାର ଦିଅନ୍ତି ତା ଦ୍ୱାରା ମଧ୍ୟ ଆପଣଙ୍କ ଜୀବନରେ ଅନ୍ନର ଅଭାବ କିମ୍ବା ଧନର ଅଭାବ ହୋଇନଥାଏ। ମନେ ରଖନ୍ତୁ, ଆପଣ ଯଦି ଅସ୍ୱସ୍ଥ ବୃକ୍ଷ ତଳେ ଯେକୌଣସି ମିଠା ଜିନିଷ ଅର୍ପଣ କରିବେ, ଏହି ମିଠା ଜିନିଷ ଦ୍ୱାରା ପ୍ରତ୍ୟେକ କୀଟ, ଛୋଟ ଯେମିତି ରହିଛି ପିମ୍ପୁଡ଼ି ବା ଜନ୍ଦା, ସେମାନେ ମଧ୍ୟ ଆସିଥାନ୍ତି ଆଉ ସେହି ମଧ୍ୟ ଆପଣଙ୍କୁ ପଡ଼ିଥାଏ ଆଉ ଆପଣଙ୍କ ଜୀବନ ସାର୍ଥକ ହୋଇଥାଏ। ଖାଲି ଏତିକି ନୁହଁ, ଭଗବାନ ହିଁ ଆମ ଯଦି ସମସ୍ତଙ୍କର ଭଲ କାମନା କରିବା, ସମସ୍ତଙ୍କୁ ସାହାଯ୍ୟ କରିବା, ତାହେଲେ ଭଗବାନ ମଧ୍ୟ ଆମକୁ ଆଶୀର୍ବାଦ ଦେବା ସଙ୍ଗେ ସଙ୍ଗେ ସାହାଯ୍ୟ ମଧ୍ୟ ପ୍ରତ୍ୟେକ ପଶୁପକ୍ଷୀ, କୀଟ ପତଙ୍ଗ ବା ପିମ୍ପୁଡ଼ି ଜନ୍ତାକୁ ମଧ୍ୟ ଖାଦ୍ୟ ଆହାର ଦେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଆପଣଙ୍କର ଭାଗ୍ୟ, ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଯାହା ଚାହିଁବେ ପ୍ରାପ୍ତ କରିପାରିବେ। ସେଥିପାଇଁ ଏହି ତିନୋଟି ଜିନିଷ ଆପଣମାନେ ଅସ୍ୱସ୍ଥ ବୃକ୍ଷ କରି ସେଠାରୁ ଚାଲି ଆସନ୍ତୁ। ମନେ ରଖନ୍ତୁ, ଯେତେବେଳେ ଆପଣ ଆସିବା ପୂର୍ବରୁ ସର୍ବପ୍ରଥମେ ଆପଣଙ୍କର ମନସ୍କାମନା ସେଠାରେ ସ୍ଥାପନ କରନ୍ତୁ। ତାପରେ ନିଜ ଭୁବନକୁ ଚାଲି ଆସନ୍ତୁ। ଦେଖନ୍ତୁ, ତା ପରଦିନ ବିତି ନଥିବା ଆପଣଙ୍କର ପ୍ରତ୍ୟେକ ଇଚ୍ଛା ଆଉ ସ୍ୱପ୍ନ ସମ୍ପୂର୍ଣ୍ଣ ସାର୍ଥକ ହେବ ଆଉ ପୂରଣ ମଧ୍ୟ ହେବ। ଭାଗ୍ୟ ବଦଳିଯିବ। ଆପଣ ଜୀବନରେ ରାଜାଙ୍କ ପରି ଜୀବନ ବିତାଇ ପାରିବେ। କୌଣସି ବିପଦ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ। ଏହା ସତ୍ୟ ଅଟେ। ଆପଣମାନଙ୍କୁ ଏହି ଅକ୍ଷୟ ତୃତୀୟା କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାଇ ପାରିବେ। ଏହି ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଛି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ ଆଉ କମେଣ୍ଟ ମଧ୍ୟ କରିଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ, ରାଧେ ରାଧେ ଶ୍ରୀକୃଷ୍ଣ।